महांगारे दुर्दांत अपराधी बापी और जेपी को आतंक राज बीच बजार में गोड़ाई गोड़ाई हाणिले। महांगा ब्लॉक भद्रेश्वर थाना अंचल में घटी अभावन घटना। महांगार दुर्दांत अपराधी बापी प्रहराज और जेपी प्रहराज दुई भाई निजर दबदबा जाहिर करने पुणी थे साजिले रक्तमुखा। निज गाँ निकट झाड़ेश्वरपुर बजार और आखपाख अंचल में बजार 3 ରୁ 4 जन को गोड़ाई गोड़ाई भुजाली और खंडारे हाणिले। ଏହି ଘଟଣାରେ ଜଣେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅନ୍ୟ 2 ଜଣ ଭୟରେ କେଉଁ ଆଡ଼େ ଚାଲି ଯାଇଥିବା ସୂଚନା ମିଳିଛି। ଆକ୍ରମଣର ଶିକାର ହୋଇଥିବା ମନୋଜ ସାମଲକୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି। ବାପି ଓ ଜେପି ନାମକ ଏହି 2 ଭାଇଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ 50 ରୁ ଅଧିକ ମାମଲା ଥିବା ଜଣାପଡ଼ିଛି। ଜେଲରେ ଥିବା ସମୟରେ ସାଧାରଣତଃ ଏହି ଅଞ୍ଚଳ ଶାନ୍ତ ଥାଏ। ଯେତେବେଳେ ଏହି 2 ଭାଇ ଜେଲରୁ ବାହାରକୁ ଆସନ୍ତି ସେତେବେଳେ ସମ୍ପୂର୍ଣ୍ଣ ଅଞ୍ଚଳରେ ଆତଙ୍କରାଜ ଚଳାଇଥାନ୍ତି। ଅନେକ ଗ୍ୟାଙ୍ଗଷ୍ଟର ମାନଙ୍କ ସହ ମିଶି ଏହି 2 ଭାଇ ଅନେକ ଅପରାଧିକ କାର୍ଯ୍ୟ କରୁଥିବା ମଧ୍ୟ ନଜିର ରହିଛି। ଘଟଣାସ୍ଥଳରେ ଭଦ୍ରେଶ୍ୱର ପୋଲିସ ପହଞ୍ଚି ବାପି ଓ ଜେପିଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ମାହାଙ୍ଗାରୁ ଡଲି ବେହେରାଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ। भाई वही कर रहे हैं। पूरा लेटर लिखना मोबाइल बड़ा